ଓଡ଼ିଶାର ଶିଳ୍ପ ବିକାଶର ମୂଳ ଇଞ୍ଜିନ ଭାବେ ଉଭା ହୋଇଛି ପଶ୍ଚିମ ଓଡ଼ିଶା। ଓଡ଼ିଶାର ଶିଳ୍ପ ବିକାଶର ମୂଳ ଇଞ୍ଜିନ ଭାବେ ଉଭା ହୋଇଛି ପଶ୍ଚିମ ଓଡ଼ିଶା। ଆମେ ସର୍ବୋତ୍ତମ ହେବୁ ଏବଂ ସର୍ବୋତ୍ତମଙ୍କ ସହ ପ୍ରତିଯୋଗିତା କରିବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଉରକେଲାର CII ଏଣ୍ଟରପ୍ରାଇଜ୍ ଓଡ଼ିଶା 2026ର ରୌପ୍ୟ ଜୟନ୍ତୀ ଅବସରରେ ଗତ 28 ତାରିଖରେ ଆୟୋଜିତ ମେଫେୟାର ହକି ଭିଲେଜଠାରେ ସଂସ୍କରଣକୁ ଉଦ୍ଘାଟନ କରି ପଶ୍ଚିମ ଓଡ଼ିଶାର ଅନେକ ଔଦ୍ୟୋଗିକ ପ୍ରକଳ୍ପ ଜାତିକୁ ସମର୍ପଣ କରିଥିଲେ। ଏହି ଅବସରରେ 8,884 କୋଟି ମୂଲ୍ୟର 20ଟି ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମାବେଶରେ ସେ ଉଦ୍ବୋଧନ ଦେଇ କହିଲେ ଯେ CII ଏଣ୍ଟରପ୍ରାଇଜ୍ ଓଡ଼ିଶା ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଏହା ଏକ ସୁଯୋଗ ଓ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାଦ୍ୱାରା 6,832 ଚାକିରି ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 22ଟି MOU 5ଟି ନିବେଶ ପ୍ରସ୍ତାବରେ 52,026 କୋଟି ଲକ୍ଷ୍ୟ ରଖାଯାଇଥିବା ବେଳେ 20,427 ଚାକିରି ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି। ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସହିତ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ ନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଉଛି। ବିମାନ ବନ୍ଦରକୁ C କାଟାଗୋରୀ ବୃଦ୍ଧି କରିବାର ଯୋଜନା ଚାଲିଛି। ସେ ନେଇ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଥିବା ସେ କହିଛନ୍ତି। ଆମ ସରକାରଙ୍କ ନୀତିଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକ ସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି କହିଥିଲେ। ଆୟୋଜିତ ଏଣ୍ଟରପ୍ରାଇଜ୍ ଓଡ଼ିଶା କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପୋଦ୍ୟୋଗୀ ଓ ଅଂଶୀଦାରମାନଙ୍କ ସହ ସକାରାତ୍ମକ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏକଥା କହିଛନ୍ତି। ଏହି କାର୍ଯ୍ୟକ୍ରମରେ 35,880 କୋଟି ଟଙ୍କା ମୂଲ୍ୟର 23ଟି ନୂଆ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ରାଜ୍ୟର 11,844ରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟର କୋଣ ଅନୁକୋଣରେ ଏକ ଅନ୍ତର୍ଭୁକ୍ତିକରଣ ଶିଳ୍ପ ଅଭିବୃଦ୍ଧି ସୁନିଶ୍ଚିତ କରିବା ଆମର ମୂଳ ଲକ୍ଷ୍ୟ। ଓଡ଼ିଶାକୁ ଦେଶର ଶିଳ୍ପ ହବ୍ ଭାବେ ଗଢ଼ି ତୋଳିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ଆମ ରଣନୀତି ହେଉଛି ସ୍ପଷ୍ଟ। ରାଜ୍ୟର ପ୍ରତିଟି ଅଞ୍ଚଳରେ ଶିଳ୍ପ ଓ MSME ପ୍ରତିଷ୍ଠା କରିବା ଏବଂ ସେମାନଙ୍କୁ ଯୋଗାଣକାରୀ ଭେଣ୍ଡର, ଲଜିଷ୍ଟିକ୍ ସହଯୋଗୀ, ଫେବ୍ରିକେଟର, ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନକାରୀ, ପ୍ରଯୁକ୍ତି ସହଯୋଗୀ ଓ ପ୍ୟାକେଜିଂ ୟୁନିଟ୍ର ସୁବିଧା ଯୋଗାଇ ଦେବା। ଏହା ହେଲେ ଆମ ଯୁବପିଢ଼ିଙ୍କୁ ଆଉ ଚାକିରି ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ପଶ୍ଚିମ ଓଡ଼ିଶାକୁ ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ମୂଳ ଇଞ୍ଜିନ ବୋଲି ସେ କହିଥିଲେ। ଏଣ୍ଟରପ୍ରାଇଜ୍ ଓଡ଼ିଶାର ରୌପ୍ୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 57,008 କୋଟି ଟଙ୍କା ନିବେଶର 11ଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି, ଯାହାର ପ୍ରଭାବରେ 4,183 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ସେ 3,176 କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଯାଉଥିବା 9ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି। ସେ ରାଉରକେଲା ଚାମ୍ବର ଅଫ୍ କମର୍ସ, ଓଡ଼ିଶା ସ୍ପଞ୍ଜ ଆଇରନ୍ ନିର୍ମାତା ସଂଘ ଏବଂ ରାଞ୍ଚି ଓ ରାୟପୁରରୁ ଆସିଥିବା ପ୍ରତିନିଧିମାନଙ୍କ ସହ 3ଟି ରାଉଣ୍ଡ ଟେବୁଲ ବୈଠକରେ ଆଲୋଚନା କରିଥିଲେ। RRR ରାଉରକେଲା ରାଞ୍ଚି ରାୟପୁର କରିଡର ଉପରେ ସେ ବ୍ୟାପକ ଆଲୋଚନା କରିଥିଲେ। ରାଉଣ୍ଡ ଟେବୁଲ ବୈଠକରେ 43,349 କୋଟି ଟଙ୍କା ନିବେଶରେ 22ଟି ବୁଝାମଣା ପତ୍ର MOU ସ୍ୱାକ୍ଷର ହୋଇଥିଲା। ଏଥିସହିତ 8,677 କୋଟି 5ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଥିଲା। ମୋଟ ଉପରେ ଏଥିରୁ 52,026 କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି, ଯାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ 20,427 ନୂତନ ନିଯୁକ୍ତି ସୃଷ୍ଟି ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବେଦାନ୍ତ ଆଲୁମିନିୟମ ଲିମିଟେଡ୍କୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସ୍ଥାପନା କରିବାକୁ ଥିବା ବାର୍ଷିକ 3 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସ୍ନେଲଟର ଓ 4,980 ମେଗାୱାଟ୍ର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ପ୍ରକଳ୍ପ ପାଇଁ 1,447 ଏକର 947 ଡେସିମିଲ୍ ଜମି ହସ୍ତାନ୍ତର ପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ନିବେଶକମାନଙ୍କ ଆଗ୍ରହ ବୁଝାମଣା ପତ୍ରରେ ପରିଣତ ହୋଇଛି। ଆମେ ଶୀଘ୍ର ଜମି ଆବଣ୍ଟନ କରି ପ୍ରକଳ୍ପକୁ ସ୍ଥାପନ କରିବା ସହ ଉତ୍ପାଦନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଆରୋପ କରୁଛୁ। ପଶ୍ଚିମ ଓଡ଼ିଶାରେ ଆନୁଷଙ୍ଗିକ ମାନୁଫ୍ୟାକ୍ଚରିଂ ଓ ଧାତବ ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ୱ ଆରୋପ କରୁଛୁ ବୋଲି ସେ କହିଥିଲେ।
ପଶ୍ଚିମ ଓଡ଼ିଶାରେ ଆନୁଷଙ୍ଗିକ ମାନୁଫ୍ୟାକ୍ଚରିଂ ଓ ଧାତବ ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ବହୁ ବିଶିଷ୍ଟ ଶିଳ୍ପପତି, ନିବେଶକ, ସିଆଇଆଇର ପ୍ରତିନିଧିଙ୍କ ସମେତ ଆର୍ଏସ୍ପିର ଡିଆଇସି ଆଲୋକ ବର୍ମା, ଟାଟା ଷ୍ଟିଲ୍, ଏମ୍ସିଏଲ୍, ଜେଏସ୍ଡବ୍ଲ୍ୟୁ, ବେଦାନ୍ତ, ଡାଲମିଆ ସିମେଣ୍ଟ, ସେଲ୍, ଏଏମ୍ଏନ୍ଏସ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏଥିପୂର୍ବରୁ ଗତ 27 ତାରିଖ ଦିନ ମୁଖ୍ୟମନ୍ତ୍ରୀ ରାଉରକେଲାର ସେକ୍ଟର 13 ମେଳନ ପଡ଼ିଆରେ ଆୟୋଜିତ ଏକ ଶିଳ୍ପ ପ୍ରଦର୍ଶନୀକୁ ଉଦ୍ଘାଟନ ପୂର୍ବକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଖନ୍ତୁ ତାରି ଚିତ୍ର। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।